ଆଜି ଆମେ ସକାଳୁ ସକାଳୁ ଯାଇ ପହଞ୍ଚିଥିଲୁ କାଳିଆ ଭାଇର ସେଲୁନରେ। ମୋ ସାଙ୍ଗ କହିଲା କାନ ଫୋଡେଇବି। ମୁଁ କହିଲି ଚାଲ କାନ ଫୋଡେଇବା। ପହଞ୍ଚିଗଲୁ। ଏବେ ଆମେ ତାର ଜାଗା ଡିସାଇଡ୍ କରୁଛୁ ଯେ କାନର କୋଉଠି ତାର ସେଣ୍ଟରରେ କାନ ଫୁଲଟା ଲଗେଇବା ପାଇଁ। ତ ଜାଗାଟା ଫାଇନାଲ ହେଇପାରୁନି। ତ ଲାଷ୍ଟରେ ଆମର ଆଉ ଗୋଟେ ସାଙ୍ଗ ବି ଥିଲା। ତ ଲାଷ୍ଟ ସେ କହିଲା ଭାଇ ମତେ ଛାଡ ମୁଁ ଜାଗାଟା ଠିକ କରୁଛି। ତ ସିଏ ଏବେ ତାଙ୍କ ଗୋଟେ ପେନ୍ ନେଇକି ତାର ଜାଗାଟାକୁ ଫାଇନାଲ କଲା। ଜାଗାଟା ଫାଇନାଲ କରିବା ପରେ ଜାଗା ଫାଇନାଲ ହେଇଗଲା। ଏବେ ଆସିଗଲା କାନ ଫୋଡେଇବାର ଟାଇପ। ତ କାନଟା ଫୋଡିବା ପାଇଁ ତାଙ୍କ ପାଖରେ ଗୋଟେ ଗନ୍ ଥିଲା। ମୁଁ ବି ସେ ଜିନିଷଟା ଆଗରୁ ଦେଖିନଥିଲି। ମାନେ ଭିଡିଓରେ ତ ଦେଖିଥିଲି ବଟ୍ ରିଅଲରେ ଦେଖିନଥିଲି। ତ ସେ ଏବେ ତାଙ୍କର ଗନ୍ ବାହାର କଲେ। ଗନ୍ ବାହାର କରିକି ଏବେ ଯୋଉ ସେଣ୍ଟର ହେଇଥିଲା ସେ ଜାଗାରେ ତାକୁ ସେଟ୍ କରିକି ରଖିଲେ ଏବଂ ଗନ୍ ମାରିଲେ। ଗନ୍ ମାରିଲା ପରେ ସେ ତାଙ୍କର ଗୋଟେ ଦେଇଥିଲେ କାନ ଫୁଲଟେ ସେଥିରେ। ସେ କାନ ଫୁଲଟା ଅଟୋମେଟିକ କାନକୁ କଣା କରିକି ଆରପଟେ ଯାଇକି କାନ ଫୋଡେଇ ହେଇକି ଲାଗିଗଲା। ତ ତାପରେ ସେଥିରେ ସେ ଗୋଟେ କଇଁଚିରେ ତାକୁ କାଟିଦେଲେ। କଇଁଚିରେ କାଟିକି ତାକୁ ତାଙ୍କ ଗନ୍ଟା ବାହାର କରିଦେଲେ। ଗନ୍ଟା ବାହାର କରିକି ଏବେ ସେଥିରେ ସେ ଗୋଟେ ଫାଇନାଲ ଟଚ୍ ଦେବେ। ମାନେ ପଛପଟେ ତାର ଗୋଟେ ଲକ୍ ଲଗେଇବେ। ଏବେ ଲଗେଇଦେଲେ ତାର ଲକ୍। ତାର କାନ ଫୁଲ ହେଇଗଲା ଡନ୍। ଏବେ ସେ ପଚାରୁଛି ଯେ କାନ ଫୁଲ କେମିତି ଲାଗୁଛି। ମୁଁ କହିଲି ଭାଇ ବଢିଆ ଲାଗୁଛି। ମତେ କହିଲା କରିବା ପାଇଁ। ମୁଁ କହିଲି ନା ମୁଁ କରିବିନି। ମୁଁ ଯଦି କରିବି ମତେ ଆମ ଘରୁ ବାହାର କରିଦେବେ। ଏବେ ତାର ହେଇଗଲା ଫାଇନାଲ ଟଚ୍। ହେଇଗଲା କାନ ଫୋଡା ତାର ଡନ୍। ଥ୍ୟାଙ୍କ ୟୁ।